ପିଲାମାନେ ସମସ୍ତଙ୍କୁ ଶୁଭ ସକାଳ। କେମିତି ଅଛ? ଭଲ ଅଛ ନା? ତମେ ସମସ୍ତେ ଖାଇକି ଆସିଛ? ଆଜି ଆମେ ଗଣିତ ମେଳା ବହିର ନୂଆ ଅଧ୍ୟାୟ ବିଷୟରେ ଆଜି ଆଲୋଚନା କରିବା। ପିଲାମାନେ ଆମେ ଦୈନନ୍ଦିନ ଜୀବନରେ ବହୁତ ଗୁଡ଼ିଏ ଆକୃତି ବିଷୟରେ ଆମେ ଧାରଣା ପାଇଛୁ। ଏଇ ଆକୃତି ମାନଙ୍କ ଭିତରେ କେତୋଟି ଗୋଲାକାର ଆକୃତି, ଯେପରି ଆମର ରୁଟି, ଆଉ କେତୋଟି ବର୍ଗାକାର ଆକୃତି, ଯେପରି ଆମର ତଳେ ବିଛା ହେଇଥିବା ଟାଇଲ, ଆୟତାକାର ଆକୃତି ଟେବୁଲର ଉପର ଭାଗଟି ଏବଂ ତ୍ରିଭୁଜାକାର ଆକୃତି ଆମର ବାନା। ଏହିପରି ଆକୃତି ବିଭିନ୍ନ ଆକୃତି ଗୁଡ଼ିକୁ ଆମେ ଦୈନନ୍ଦିନ ଜୀବନରେ ତମେ ମାନେ ଦେଖିଛ, ଶ୍ରେଣୀ ଗୃହରେ, ଶ୍ରେଣୀ ବାହାରେ, ଘରେ ଏବଂ ଚତୁଃପାର୍ଶ୍ୱରେ ଆମେ ଏଗୁଡାକୁ ଜାଣିଛୁ। ପୂର୍ବରୁ ଆମେ ଦେଖିଥିଲେ ବିଭିନ୍ନ ଚିତ୍ର, ଯାହାକି ଦ୍ୱିମାତ୍ରିକ ଜିନିଷ ଗୁଡ଼ିକୁ ଜାଣିଥିଲେ। ବର୍ତ୍ତମାନ ଆମେ ଦେଖିବା ଆଉ କିଛି ଜିନିଷ, ଯେଉଁ ଜିନିଷ ଗୁଡ଼ିକୁ ଆମେ ତାକୁ ଆୟତଘନାକାର ଅଛି, ସମଘନାକାର ଅଛି ଏବଂ ସିଲିଣ୍ଡରାକାର ଅଛି ଏବଂ କୋଣ ଆକାର ମଧ୍ୟ ଅଛି। ଏଇ ଯୋଉ ଆୟତଘନାକାର ଅଛି, ଦେଖ ଚିତ୍ରଟି ହଉଛି ଆମର ଇଟା ଏବଂ ସମଘନାକାର ହଉଛି ତମେ ଦୈନନ୍ଦିନ ଜୀବନରେ ଖେଳୁଥିବା ଲୁଡୁ ଗୋଟି, ସିଲିଣ୍ଡରାକାର ଆକୃତି ହଉଛି ଆମର ଗାର କାଟିବା ରୋଲ ବାଡି ଏବଂ କୋଣାକାର ଆକୃତି ହଉଛି ଆମେ ବାର୍ଥଡେରେ ପିନ୍ଧିବା କେପ୍ ଏବଂ ଖାଉଥିବା ଆଇସ୍କ୍ରିମ ମଧ୍ୟ। ଏହିପରି ବିଭିନ୍ନ ଆକୃତି ଆମର ଦୈନନ୍ଦିନ ଜୀବନରେ ଆମେ ଦେଖି ଆସୁ। ଏହି ତ୍ରିଭୁଜାକାର ଆକୃତି, ସମଘନାକାର ଆକୃତି, ଗୋଲାକାର ଆକୃତି ବିଷୟରେ ଆମେ ଧାରଣା ପାଇବା ସମୟରେ ଆମେ ଓଡ଼ିଶାର ବିଭିନ୍ନ ଦର୍ଶନୀୟ ସ୍ଥାନ କଥା ଆମେ ମନେ ପକାଇବା। ତମେ ଦେଖ ଛବିରେ ଯୋଉ ରହିଛି ନନ୍ଦନକାନନ, ତାପରେ ରହିଛି ଆମର ପ୍ଲାନେଟେରିୟମ, ତାପରେ ଆମର ରହିଛି ବିନ୍ଦୁସାଗର, ତାପରେ ରହିଛି ଆମର ରାମ ମନ୍ଦିର, ତାପରେ ରହିଛି ଆମର ରାଜ୍ୟ ସଂଗ୍ରହାଳୟ, ତାପରେ ଆମର ରହିଛି ଖଣ୍ଡଗିରି, ତାପରେ ରହିଛି ଆମର ଧଉଳଗିରି ସ୍ତୂପ, ତାପରେ ରହିଛି ଆମର ରାଜଭବନ ଏବଂ ତାପରେ ଶେଷରେ ଆମେ ଲିଙ୍ଗରାଜ ମନ୍ଦିର। ଏହିପରି ବିଭିନ୍ନ ଜିନିଷ ଗୁଡ଼ିକୁ ତମେ ଭୁବନେଶ୍ୱରରେ ମଧ୍ୟ ତମେ ଦେଖିଛ। ତୁମେ ଯେଉଁ ଚିତ୍ର ଗୁଡ଼ିକୁ ଛବି ଦେଖିଥିଲ, ତାକୁ ବିଭିନ୍ନ ଆକୃତି ଆକାରରେ ରହିଛି। ସେଇ ଚିତ୍ର ଗୁଡ଼ିକୁ ତୁମେ ଚାରି ପାଖରେ ଆମେ ଦେଖୁଥିବା ଚିତ୍ର ସହିତ ସମନ୍ୱୟ ରକ୍ଷା କରିବା। ସେଗୁଡ଼ିକୁ ଆମେ ଗୋଟେ ଗୋଟେ କରି ଜାଣିବା କେଉଁ ଆକୃତିରେ ରହିଛି। ଏଇ ଦେଖ ନନ୍ଦନକାନନଟି ରହିଛି। ନନ୍ଦନକାନନର ଆକୃତିଟି ଆୟତାକାର ଆକୃତିରେ ଆମେ ଦେଖିପାରୁଛୁ। ସେହିପରି ତା ପାର୍ଶ୍ୱରେ ରହିଛି ଆମର ପ୍ଲାନେଟେରିୟମଟି, ତାକୁ ଗୋଲାକାର ଆକୃତିରେ ରହିଛି। ତାପରେ ଆମେ ଦେଖିବା ବିନ୍ଦୁସାଗର ପାଖରେ ଥିବା ମନ୍ଦିରଟି, ସେ କଣ ତ୍ରିଭୁଜାକାର ଆକୃତିରେ ରହିଛି। ଏଇ ଦେଖ ରାମ ମନ୍ଦିରର ତ୍ରିଭୁଜ ମଧ୍ୟ ତ୍ରିଭୁଜାକାର ଆକୃତିରେ ରହିଛି। ଏଇ ଦେଖ ରାଜ୍ୟ ସଂଗ୍ରହାଳୟଟି, ସେ ଆୟତକାର ଆକୃତିରେ ରହିଛି। ଏଇ ଦେଖ ଆମର ଗୁମ୍ଫାଟି, ଆମର ଗୁମ୍ଫାଟି ତାକୁ ବର୍ଗାକାର ଆକୃତିରେ ରହିଛି। ଏଇ ଦେଖ ଏଠି ଧଉଳଗିରି ସ୍ତୂପଟି ରହିଛି। ସେଇ ଧଉଳଗିରି ସ୍ତୂପଟି ଆମର ଗୋଲାକାର ଆକୃତିରେ ରହିଛି। ଏ ରାଜଭବନଟି ଦେଖ, ରାଜଭବନଟି ଆମର ଆୟତାକାର ଆକୃତିରେ ରହିଛି। ସେହିପରି ଲିଙ୍ଗରାଜ ମନ୍ଦିରଟି ମଧ୍ୟ ଆମର ତ୍ରିଭୁଜାକାର ଆକୃତିରେ ରହିଛି। ବର୍ତ୍ତମାନ ଆମେ ଯେଉଁ ଛବି ଦେଖୁଛୁ, ତାର ଆୟତାକାର ଆକୃତି, ଗୋଲାକାର ଆକୃତି, ତ୍ରିଭୁଜାକାର ଆକୃତି, ଏହିପରି ବିଭିନ୍ନ ଆକୃତି ସହିତ ସମନ୍ୱୟ ରହିଛି। ତା ବିଷୟରେ ଆମେ ଜାଣିଲେ। ପୂର୍ବରୁ ଆମେ ଜାଣିଲେ ଯେଉଁ ଯେଉଁ ନନ୍ଦନକାନନ ଏବଂ ଅନ୍ୟାନ୍ୟ ଦର୍ଶନୀୟ ସ୍ଥାନ ରହିଛି, ତାର କେଉଁ ଚିତ୍ର ସହିତ ତାର କେଉଁ ଆକୃତି ରହିଛି, ସେ ବିଷୟରେ ଆମେ ଏବେ ବୁଝିବା। ଚିତ୍ର 1ରେ ଦେଖନ୍ତୁ, ନନ୍ଦନକାନନ ଅଛି, ତା କୋଉ ଆକାର ଆକୃତି ହେଇଥିବ କୋ ଦେଖିବା। ଭେରି ଗୁଡ, ଆୟତାକାର ଆକୃତି। 2 ନମ୍ବର ଛବିରେ ଦେଖିବା ଆମେ ପ୍ଲାନେଟରିୟମ ଦେଖିବା, ତା କାହାର ଆକୃତି ଅଛି, ସିଏ ଦେଖିଦିଅ ଗୋଲାକାର ଆକୃତି। ଭେରି ଗୁଡ। ତାପରେ ଦେଖିବା ଏଇ ଯୋଉ ରାମ ମନ୍ଦିର ଅଛି, ତାର ଆକୃତି କେମିତି ରହିଛି ଦେଖିଦିଅ ଟିକେ, ତମେ କୁହ ଦେଖିବା। ହଁ, ତ୍ରିଭୁଜ ଆକୃତି, ବଢିଆ ହେଇଛି, ବଢିଆ ବୁଝୁଛି ତମକୁ। ବର୍ତ୍ତମାନ ଆମେ ଦେଖିବା ଖଣ୍ଡଗିରି ଗୁମ୍ଫାଟି କେମିତି ରହିଛି, ତାର ଆକୃତିଟି। ଭେରି ଗୁଡ, ବର୍ଗାକାର ଆକୃତି ରହିଛି। ଏଇ ପ୍ରକାର ବିଭିନ୍ନ ଆକୃତି, ଯେକୌଣସି ଜିନିଷ ହେଲେ ମଧ୍ୟ ଗୋଟେ ଆକୃତିରେ ରହିଥାଏ।
ଏବେ ପିଲାମାନେ ଆମେ आज आकृति कौन आलोचना करिबा। आकृति होची सीमा सहित एक आकारटीए। यह द्विमात्रिक आकृति हो पारे किंबा त्रिमात्रिक आकृति हो पारे। द्विमात्रिक आकृति को आम 2D कहबा एवं त्रिमात्रिक आकृति को आम 3D कहबा। आम चारि पाखरे विभिन्न प्रकार आकृति आम देखि थाउछु एवं ताको आम अनुभव मध्य करबा। तापर आम देखिबा ना उदाहरण स्वरूप आकृति गुड़िक वृत्ताकार हो पारे, वर्गाकार हो पारे, आयताकार हो पारे, त्रिभुजाकार हो पारे, कोणाकार हो पारे, सिलिंडरकार हो पारे। एपरि बहुत प्रकार आमर आकृति आम चारिपटे आम देखुछु दैनंदिन जीवन रे। वर्तमान आम वृत्ताकार आकृति विषय जानिबा। वृत्ताकार आकृति द्विमात्रिक हो पारे एवं ता त्रिमात्रिक मध्य हो पारे। वृत्ताकार आकृतिर धारणा विषय आम जानिबा। यह गोलाकार होता है, पार्श्व और कोण न थाए। उदाहरण स्वरूप आमर कांत घंटा बा हाथ घंटा आउ माँ आ भौणी माने पिंधुवा चूड़ी, बॉल रो आकृति, एपरी क्रिकेट बॉल हो पारे, वॉलीबॉल हो पारे, जेकोसी बॉल रो आकृति मध्य वृत्तर आकृति रे आमे ताको जानि परिबा। वर्तमान आमे वर्ग आकृति रो जिंस आमे जानि परिबा। ता द्विमात्रिक वर्ग आकृति हो पारे बा त्रिमात्रिक वर्ग आकृति मध्य हो पारे। वर्ग आकृति रो आमे धर्म बा से विषय जानिया पाई कोन करिबा ना आर चारोटी पार्श्व समान रहे, आर चारोटी कोण रही थाए, चारोटी कोण मध्य समान रही थाए। उदाहरण स्वरूप लड्डू, कैरम बोर्ड और टाइल गुड़िक एगुड़ा कला आमे दैनंदिन जीवन रे जानिथिबा जिनिस गुड़िक याको आमे व्यवहार करथाउ। वर्तमान आमे आयताकार आकृति विषय धारणा पाइबा। ता द्विमात्रिक हो पारे एवं त्रिमात्रिक मध्य हो पारे। उदाहरण स्वरूप यार चारोटी पार्श्व रही, यार विपरीत पार्श्व गुड़िक समान एवं यार चारोटी कोण रही। यार उदाहरण जदि आमे देखिबा ब्लैक बोर्ड, टेबुल, इटाखंड इत्यादि आमर आयताकार आकृतिर उदाहरण भाव में आमे ग्रहण करि परिबा। त्रिभुज आकृति विषय आमे जानिया पाई आमर त्रिभुजर कोण रहितबो या द्विमात्रिक होइतबो एवं त्रिमात्रिक मध्य रहितबो। त्रिभुज आकृति पदार्थर तीनोटी पार्श्व रही थाए, तार तीनोटी कोण रही थाए एवं ताको आमे समोसा इत्यादि रो उदाहरण आमे त्रिभुजाकार आकृति विषय आमे जानि परिया। द्विमात्रिक जिनिस गुड़ी को आमे खाता उपरे बा अन्य स्थान रे देखि परिया, किंतु त्रिमात्रिक जिनिस गुड़ा को आमे हाथ रे उठे परिबा। वर्तमान ए छवि देखुछो से होची कोणाकार छविटी। एथिरे आमे याको तीनिमात्रिक आकृति बोली कहबा। एथिरे गोटे शीर्ष थाए, यार गोटे वृत्ताकार आधार थाए। उदाहरण स्वरूप आमर आइसक्रीम कोन, फनेल एवं बर्थडे टॉपी। वर्तमान तमे काठ ब्लॉक गुड़ा को व्यवहार करी आमे जेउ विभिन्न दर्शनीय स्थान गुड़ाक देखिथिले से गुड़ाकर गोटे अंशटी काठ ब्लॉक मानक व्यवहार करी तमे आकृति गुड़ी को तैयारी करिवो, जो द्वारा तार जेकोसी अंशटी मध्य तमे आकृति रे परिणत करि परिवो। ए काठ ब्लॉक गुड़ा को व्यवहार करी तमे आकृति करिवो। सेही भली काठ ब्लॉक थिबा आकृति गुड़ी को व्यवहार करी चित्र थिबा मॉडल गुड़ी को तमे तैयारी करी प्रदर्शन करिवो एवं जेकोसी अंशर एई मॉडल गुड़ा करे तमे तैयारी करि परिवो। तुमे जो मॉडल तैयारी कलो ता से घर मानकर केउ अंश तमे आमे जानि परिबा से मॉडल अनुसार। वेरी गुड। तळ अंशटी लिपुंतुक, ऊपर अंशटी बढ़िया आइची मितातुक मा। ए अंश तैयारी करिया पई आउ केउ केउ आकृति आमे व्यवहार करि परिबा। वेरी गुड। आयताकार आकृति करि परिबा, वर्गाकार आकृति करि परिबा। हाँ, सिलिंडर आकृति कले तार पिलर गुड़िक मध्य हे परियो। बढ़िया आइची। तापरे देखिबा निताक ए प्रकृत चित्र ठारू किपरि भिन्न। हाँ, प्रकृत चित्रटी पूरा चित्र थिला। यही चित्र तुम करिचो ब्लॉक करिचो ता सेई ब्लॉक चित्रर किछि अंशटा को तमे नहीं
ଏଇ ଚିତ୍ର ବ୍ଲକ ରେ ପରିଣତ କରିଛ। ବର୍ତ୍ତମାନ ପର୍ଯ୍ୟନ୍ତ ଆମେମାନେ ବିଭିନ୍ନ ପ୍ରକାର ଆକୃତିର ଧାରଣା ପାଇଲେ, ତାହା ଦ୍ୱିମାତ୍ରିକ ଏବଂ ତ୍ରିମାତ୍ରିକ ଆକୃତି ବିଷୟରେ ଜାଣିଲେ। ଉଦାହରଣ ସ୍ୱରୂପ ଆୟତାକାର ଆକୃତି, ବର୍ଗାକାର ଆକୃତି, ସମଘନାକାର ଆକୃତି, ଗୋଲାକାର ଆକୃତି ଏବଂ ସିଲିଣ୍ଡର ଆକୃତି। এই ବିଷୟରେ ଧାରଣା ପାଇଲା ପରେ ଆମେ ସମଘନାକାର ଆକୃତିର ଉଦାହରଣ, ଗୋଲାକାର ବସ୍ତୁର ଉଦାହରଣ ଇତ୍ୟାଦି ଆମେ ପ୍ରଶ୍ନରେ ଆଲୋଚନା କରିବା। ତମ ପାଇଁ ଆଲୋଚନାରେ ଅଭ୍ୟାସ କରିବା ନିମନ୍ତେ ତମେ ନିଜେ କୁହ ନା ସମଘନାକାର ଦୁଇଟି ବସ୍ତୁର ନାମ ଲେଖ, ଦେଖିବା ଖାତାରେ ଲେଖ। ସମସ୍ତେ ଲେଖ, ସମଘନାକାର ଦୁଇଟି ବସ୍ତୁର ନାମଟି ଲେଖିଦିଅ। ଭେରି ଗୁଡ। ଲଡୁ ଗୋଟି, ଓ ଆଇସ ଖଣ୍ଡ, ବଢିଆ ହେଇଛି। ଲଡୁ ଗୋଟି ଆଉ ଆଇସ ଖଣ୍ଡ ହେଲା ଦୁଇଟି ସମଘନାକାର ବସ୍ତୁର ନାମ। ଗୋଲାକାର ଦୁଇଟି ବସ୍ତୁର ନାମ କୁହ। କ୍ରିକେଟ ବଲ୍, ବଢିଆ ହେଇଛି। ଆଉ ବଢିଆ ହେଇଛି ଫୁଟବଲ, ଭଲ ଅଛି। ଏଇ ଯୋଉ ଚିତ୍ରଟି ଦେଖୁଛ ସେଥିରେ କେଉଁ କେଉଁ ଆକୃତି ବ୍ୟବହାର ହେଇଥିବ କୁହ ଦେଖିବା। ଏ ପ୍ରଶ୍ନର ଉତ୍ତର ନିଜେ ନିଜ ଖାତାରେ ଲେଖିବ। ବର୍ତ୍ତମାନ ତମେ এই ପ୍ରଶ୍ନର ଉତ୍ତର ଦିଅ। ତ୍ରିଭୁଜର କେତୋଟି କୋଣ ଥାଏ? 3ଟି। ବଢିଆ ହେଇଛି। ଦେଖିଦିଅ କୋଣ କୋଉଠି କୋଉଠି। 1 2 3, 3ଟି କୋଣ ହେଇଛି। ବର୍ତ୍ତମାନ ରମେଶ କୁହ ତମେ, କେଉଁ ଆକୃତିର ସମସ୍ତ ପାର୍ଶ୍ୱ ସମାନ ଥାଏ? ବର୍ଗାକାର ଆକୃତି, ବଢିଆ ହେଇଛି। ବର୍ଗାକାର ଆକୃତିର ତାର ସମସ୍ତ ପାର୍ଶ୍ୱ ସମାନ ଥାଏ। 2ଟି ବୃତ୍ତାକାର ବସ୍ତୁର ନାମ କୁହ। ପିଙ୍କି, ତୁ ଶୀଘ୍ର କହିପାରୁ। କାନ୍ଥ ଘଣ୍ଟା ଆଉ ବଲ୍, ବଢିଆ ହେଇଛି। ବର୍ତ୍ତମାନ ଆମେ 4 ନମ୍ବର ପ୍ରଶ୍ନଟି ଆଲୋଚନା କରିବା। କେଉଁ ଆକୃତିରେ ବିପରୀତ ପାର୍ଶ୍ୱ ଗୁଡିକୁ ସମାନ ଥାଏ? ରମେଶ କହିଲୁ ବାପା। ହଁ, ଆୟତାକାର ଆକୃତି ତାର ବିପରୀତ ପାର୍ଶ୍ୱ ସମାନ ଥାଏ। ବର୍ତ୍ତମାନ ଦେଖିବା ଆମେ 5 ନମ୍ବର ପ୍ରଶ୍ନଟି ଆମେ ଆଲୋଚନା କରୁଥିଲେ। କେଉଁ ଆକୃତିର ଗୋଟିଏ ଶୀର୍ଷ ଥାଏ? কোন ଆକୃତିର ଗୋଟେ ଶୀର୍ଷ ଥାଏ। ଭେରି ଗୁଡ। ବହୁତ ସୁନ୍ଦର ଭାବେ ତମେ ଉତ୍ତର ଦେଲ। ଆମର ଏଇ ଅଧ୍ୟାୟରେ ଆମେ ବିଭିନ୍ନ ପ୍ରକାର ଆକୃତି ବିଷୟରେ ଜାଣିଲେ। ଦ୍ୱିମାତ୍ରିକ ଆକୃତି ଏବଂ ତ୍ରିମାତ୍ରିକ ଆକୃତି ବିଷୟରେ ଜାଣିଲେ ଏବଂ ବ୍ଲକ ବ୍ୟବହାର କରି ବିଭିନ୍ନ ମଡେଲ ଗୁଡାକ ଆମେ ପ୍ରସ୍ତୁତ କଲେ। ବର୍ତ୍ତମାନ ଏଇ ଯୋଉ 5ଟି ଘନ ପଦାର୍ଥ ଦିଆଯାଇଛି ତାକୁ ବ୍ୟବହାର କରି ତମେ ମଡେଲ ଗୁଡିକୁ ପ୍ରସ୍ତୁତ କରିବ। 2 ନମ୍ବର କାମରେ ତମର ବିଲ୍ଡିଂ ବ୍ଲକ ଗୁଡାକୁ ବ୍ୟବହାର କରି ସେହିପରି ମଧ୍ୟ ମଡେଲ ପ୍ରସ୍ତୁତ କରିବ। এই ଭାବରେ ତମେ କାର୍ଯ୍ୟକ୍ରମ ଘର କାମଟି କରି ତମେ ଆସିବ। ଆଜିର ଶ୍ରେଣୀ ପରିଚାଳନାଟି ତୁମକୁ କେମିତି ଲାଗିଲା? ଆଶା କରୁଛି ଭଲ କରିଥିବ। ପରବର୍ତ୍ତୀ ଶ୍ରେଣୀରେ ଆମେ ଆଠୁ ଅଧିକ ଆଲୋଚନା କରିବା। ସମସ୍ତଙ୍କୁ ଆଜିର ଶ୍ରେଣୀ ପାଇଁ ଧନ୍ୟବାଦ। ଖୁସିରେ ଶିଖିବା ସମସ୍ତଙ୍କର ଅଧିକାର। ନମସ୍କାର।